ପ୍ରେଜ୍ ଦ ଲର୍ଡ। ପ୍ରଭୁଙ୍କର ମହାନ ନାମରେ ଧନ୍ୟବାଦ ହେଉ। ପ୍ରଭୁ ଆଜି ଏହି ସୁଯୋଗ ଦେଇଥିବାରୁ ମୁଁ ପ୍ରଭୁଙ୍କୁ ଧନ୍ୟବାଦ ଦିଏ। ଆଜିର ଗୋଟେ ବିଷୟ ନେଇ ଆମ୍ଭେମାନେ ଆଲୋଚନା କରିବା, ଯାହାକି ବ୍ୟଭିଚାର ବିଷୟରେ। ବ୍ୟଭିଚାର ସମ୍ବନ୍ଧରେ ବାଇବେଲ କ'ଣ କହେ? ଆମ୍ଭେମାନେ ଯଦି ଦେଖିବା ହିତୋପଦେଶ 6 ଅଧ୍ୟାୟ 27 ପଦରୁ 29 ପଦ ଯାଏଁ, କେହି ଯେବେ ଆପଣା ବକ୍ଷସ୍ଥଳରେ ନିଆଁ ରଖେ, ତେବେ ତାହାର ବସ୍ତ୍ର କ'ଣ ପୋଡ଼ିଯିବ ନାହିଁ? ବା କେହି ଯେବେ ଜ୍ୱଳନ୍ତା ଅଙ୍ଗାର ଉପରେ ଚାଲେ, ତେବେ ତାହାର ପାଦରେ କ'ଣ ଫୋଟକା ହେବ ନାହିଁ? ଆପଣା ପ୍ରତିବାସୀର ସ୍ତ୍ରୀଠାରେ ଯେଉଁ ବ୍ୟକ୍ତି ଗମନ କରେ, ସେ ତଦ୍ରୂପ। ଯେ ତାହାକୁ ଛୁଏଁ, ସେ ଅଦଣ୍ଡିତ ନହିବ। ପ୍ରିୟମାନେ, ଏହି ବାକ୍ୟରେ ଆମମାନେ ଦେଖୁଛୁ ଲେଖା ଅଛି, ନିଆଁ ଉପରେ ଚାଲିଲେ ଜଳିବ ନାହିଁ କି ବୋଲି। ସେହି ପ୍ରକାର ପ୍ରିୟମାନେ, ଆମ୍ଭେମାନେ ଯଦି ବ୍ୟଭିଚାର କରିବା, ତାହେଲେ ଆମ୍ଭମାନଙ୍କର ଜୀବନ ମଧ୍ୟ ପୋଡ଼ିଯିବ। ବ୍ୟଭିଚାରର ପାପ ଜୀବନକୁ ବର୍ବାଦ କରିଦେବ, ଆଉ ସେହି କାମୁକତାର ପାପ କେବେ ମଧ୍ୟ ଛାଡ଼ିବ ନାହିଁ। ଆମେ ଯଦି ଛାଡ଼ିବାକୁ ଇଚ୍ଛା କଲେ ପ୍ରଭୁ ସାହାଯ୍ୟ କରିବେ। ଯଦି ଆପଣ ପାପ କରୁଥିବେ, ଏନ୍ଜୟ କରୁଥିବେ, ଆହୁରି ପ୍ରାର୍ଥନା ପଏଣ୍ଟ ଦେଉଥିବେ, ପ୍ରାର୍ଥନା ଅନୁରୋଧ ଦେଉଥିବେ, ଆଉ ଏନ୍ଜୟ କରୁଥିବେ, ନିଜେ ପ୍ରାର୍ଥନା କରିବେ ନାହିଁ, ଯଦି ପାପ ସ୍ୱୀକାର କରିବେ ନାହିଁ, ଜୀବନରେ ଆଉ କେବେ ମଧ୍ୟ ବାହାରି ପାରିବ ନାହିଁ। ଯଦି ଆମମାନେ ଆଉ ଗୋଟେ ବାକ୍ୟ ଦେଖିବା, ଉପଦେଶକ ପୁସ୍ତକ 7 ଅଧ୍ୟାୟର 26 ପଦରେ ଲେଖା ଅଛି, ଆଉ ମୁଁ ଦେଖୁଅଛି ଯେ ଯେଉଁ ସ୍ତ୍ରୀର ଅନ୍ତଃକରଣ ଫାନ୍ଦ ଓ ଜାଲ ସ୍ୱରୂପ ଓ ହସ୍ତବନ୍ଧନ ସ୍ୱରୂପ, ସେ ମୃତ୍ୟୁ ଅପେକ୍ଷା ଅଧିକ ତିକ୍ତ ଅଟେ। ଯେ କେହି ପରମେଶ୍ୱରଙ୍କୁ ତୁଷ୍ଟ କରେ, ସେ ତାଠାରୁ ରକ୍ଷା ପାଇବ, ମାତ୍ର ପାପୀ ତା ଦ୍ୱାରା ଧରାଯିବ। ଏ ବାକ୍ୟରେ ଗୋଟେ ବିଷୟ ଆମମାନେ ଦେଖୁଛୁ, ସ୍ତ୍ରୀ ବୋଲି କହିଲେ ବ୍ୟଭିଚାରର ଆତ୍ମାକୁ କୁହାଯାଇଛି ବା ବ୍ୟଭିଚାରର କର୍ମକୁ କୁହାଯାଇଅଛି। ତ ବ୍ୟଭିଚାରର ପାପ କେମିତି ଅଟେ? ଏହି ସ୍ଥାନ ମଧ୍ୟରେ ଦେଖୁଛୁ, ତାହା ଗୋଟିଏ ଫାନ୍ଦ ଓ ଜାଲ ଓ ବନ୍ଧନ ସ୍ୱରୂପ ଅଟେ। ଏହା ସ୍ତ୍ରୀ ପୁରୁଷ ଦୁଇ ଜଣଙ୍କ ପାଇଁ ଅଟେ। ବ୍ୟଭିଚାର ସମ୍ବନ୍ଧୀୟ ମନୋଭାବ ଅନ୍ତଃକରଣ ଫାନ୍ଦ, ଜାଲ ଓ ବନ୍ଧନ ସ୍ୱରୂପ। ବ୍ୟଭିଚାରର ଜୀବନ ମୃତ୍ୟୁଠାରୁ ତିକ୍ତ ଅଟେ। ଏହାର ଅର୍ଥ କ'ଣ ଅଟେ? ଜଣେ ପୁରୁଷ କି ସ୍ତ୍ରୀ ଏମିତି କରିକି ବଞ୍ଚିବା ଅପେକ୍ଷା ସେ ମରିଗଲେ ହେଇଥାନ୍ତା ବୋଲି ବାକ୍ୟ କହୁଅଛି। ନିଜ ସ୍ତ୍ରୀକୁ, ସ୍ୱାମୀକୁ ଧୋକା ଦେଇକି ତୁମ ପର ସ୍ତ୍ରୀ ସହିତ, ପୁରୁଷ ସହିତ ବଞ୍ଚିବା ଅପେକ୍ଷା ମରିଯିବା ବେଟର ବୋଲି ବାକ୍ୟ କହୁଅଛି। ଆଉ ଲେଖା ଅଛି, ଯେ କି ପରମେଶ୍ୱରଙ୍କୁ ତୁଷ୍ଟ କରେ, ସେ ତାଠାରୁ ରକ୍ଷା ପାଇବ। ଏହାର ଅର୍ଥ ହେଉଛି, ପ୍ରଭୁଙ୍କୁ ଖୁସି କରିବା ଲୋକ, ପ୍ରଭୁଙ୍କର ମନୋନୀତ ଲୋକମାନେ ହିଁ ଏହିଭଳି ଅବସ୍ଥାରୁ ବାହାରି ପାରିବେ ସିନା, ମାତ୍ର ପାପୀ ତାହା ଦ୍ୱାରା ଧରା ପଡ଼ିବ। ଏମିତି ଫାନ୍ଦରେ ବା କବଳରେ ଯଦି ଫସିଲା, ବାହାରିବା ପାଇଁ ବହୁତ କଷ୍ଟ ଅଟେ। କିନ୍ତୁ ପ୍ରିୟମାନେ, ପ୍ରଭୁ ମହାନ ଅଟନ୍ତି। ଯଦି ଆମେ ପ୍ରଭୁଙ୍କର ମନୋନୀତ ଦଳରେ ଅଛୁ, ଯେକୌଣସି ପାପରେ ଫସିଲେ ମଧ୍ୟ ଦିନେ ଆମେ ବାହାରିବୁ। ବାହାରିବାର ମନ ଥିବାର ଅଛି, ବାହାରିବାର ମନ ଇଚ୍ଛା ଥିବାର ଅଛି। ତେଣୁକରି ଆମ୍ଭେମାନେ ପ୍ରସ୍ତୁତ ହେବା, ଆମମାନେ ଅନୁତାପ କରିବା। ଆଉ ଗୋଟେ ବାକ୍ୟ ଦେଖିବା, ହିତୋପଦେଶ 7 ଅଧ୍ୟାୟର 23 ପଦରେ ଲେଖା ଅଛି। 23 ପଦରେ ଲେଖା ଅଛି, ଆଉ ଯେପରି ପକ୍ଷୀ ଫାନ୍ଦକୁ ପ୍ରାଣନାଶକ ନ ଜାଣି ତହିଁରେ ପଡ଼ିବାକୁ ବେଗେ ଉଡ଼େ, ଶେଷରେ ତାହାର ଯକୃତ ସେହିପରି ତୀର ଦ୍ୱାରା ବିଦ୍ଧ ହେଲା। ଦେଖୁଛୁ ଏହି ସ୍ଥାନରେ ପକ୍ଷୀଯାକ ଜାଲ ଭିତରକୁ ପକ୍ଷୀ ନିଜେ ବେଗେ ଉଡ଼େ, ତାହା ପ୍ରାଣନାଶକ ନ ଜାଣିକି। ଏହା ଆମେ କେମିତି ବୁଝିବା? ଏମିତି ସଂସ୍କାରର ଆକର୍ଷଣ, ଯାହାକି ଲଭ୍ ଆଫେୟାର୍ସ, ଏକ ଭୟଙ୍କର ଆକର୍ଷଣୀୟ ଫାନ୍ଦ ଅଟେ। ଶେଷରେ ତାହାର ଯକୃତ ବିଦ୍ଧ ହେବ, ଜୀବନ ସାରା ବିଦ୍ଧ କରିବ। ତେଣୁକରି ପ୍ରିୟମାନେ, ଏହି
ବ୍ୟଭିଚାରରୁ ମୁକ୍ତ ହେବା ପାଇଁ ଆପଣମାନେ ଅନୁତାପ କରନ୍ତୁ, ପାପ ସ୍ୱୀକାର କରନ୍ତୁ, ପ୍ରଭୁଠାରେ ନତ ହୁଅନ୍ତୁ। ପ୍ରଭୁ ସାହାଯ୍ୟ କରିବେ, ଆପଣମାନଙ୍କୁ ସମ୍ପୂର୍ଣ୍ଣ ମୁକ୍ତ କରିବେ। ପ୍ରଭୁ ଏ ବାକ୍ୟ ଦେଇ ଆମମାନଙ୍କୁ ଆଶୀର୍ବାଦ କରନ୍ତୁ। ଆମେନ୍।